ମୁଁ ଓମପ୍ରକାଶ ପାତ୍ର ଆପଣଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଏମ୍ଆର୍ ଷ୍ଟଡି ଏକାଡେମୀକୁ। ଆଶା କରୁଛି ସମସ୍ତେ ଭଲରେ ଥିବେ ଏବଂ ପରୀକ୍ଷା ପାଇଁ ଆପଣଙ୍କର ପ୍ରିପାରେସନ୍ ଭଲ ଭାବରେ ଚାଲିଥିବ। OTT 2025ର ସାଇନ୍ସର ପ୍ରଥମ କ୍ଲାସ୍‌କୁ ଆପଣ ସମସ୍ତଙ୍କୁ ସ୍ୱାଗତ। ଆଜିର ଭିଡିଓରେ ଆମେ ସାଇନ୍ସର ଥିବା ଫାର୍ଷ୍ଟ ଟପିକ୍‌ଟି ଯେଉଁଟାକି ଧାତୁ ଅଧାତୁ ଅଛି ତା ବିଷୟରେ 50ଟି ଇମ୍ପୋର୍ଟାଣ୍ଟ MCQ ଡିସ୍କସନ୍ କରିବା। ଜାଣିବା କେମିତି କ'ଣ ଉତ୍ତର ପଢ଼ିବା, କେମିତି କ'ଣ କ୍ୱେଶ୍ଚନ୍ ପଢ଼ିବେ, ଆପଣ କେମିତି ଆଟେମ୍ପ୍ଟ କରିବେ। ତେଣୁ ଚାଲନ୍ତୁ ଭିଡିଓଟି ଫୁଲ୍ ଦେଖନ୍ତୁ। ଯଦି ଭିଡିଓଟି ଆପଣଙ୍କୁ ଭଲ ଲାଗିଲେ ଭିଡିଓଟିକୁ ଲାଇକ୍ କରିଦେବେ। ଏମିତି ଭିଡିଓ ପାଇବା ପାଇଁ ଆପଣ ପାଖରେ ସବସ୍କ୍ରାଇବ୍ ବଟନଟିକୁ କ୍ଲିକ୍ କରିଦେବେ ଆଉ ବେଲ୍ ନୋଟିଫିକେସନ୍ ଅଲ୍‌ରେ ସେଟ୍ କରିଦେବେ। ଯାହାଫଳରେ କି ଭିଡିଓଟା ଆପଣଙ୍କ ପାଖରେ ପହଞ୍ଚି ପାରିବ। ତେଣୁ ଡିସ୍କସନ୍ କରିବା। ଆପଣଙ୍କ ପାଖରେ ଖାଲି ଗୋଟେ କାମ କରିବାର ଅଛି। ଆପଣ 50ଟି MCQରୁ କେତେ କ'ଣ ରହିଲା ଆପଣ ମୋତେ କମେଣ୍ଟ ସେକ୍ସନ୍‌ରେ ଜଣାଇ ପାରିବେ। ଆଉ ଯଦି ଆପଣ ୟାର ଟପିକ୍ ୱାଇଜ୍ ନୋଟ୍ ଦରକାର ତାହେଲେ ମୋତେ ଜଣାଇ ପାରିବେ। ଯାହାଫଳରେ କି ମୁଁ ନୋଟ୍‌ଟା ପ୍ରୋଭାଇଡ୍ କରିପାରିବି। ତେଣୁ ଯିବା ପ୍ରଥମ କ୍ୱେଶ୍ଚନ୍ ଡିସ୍କସନ୍‌ରେ କ'ଣ ଅଛି। ଫାର୍ଷ୍ଟ କ୍ୱେଶ୍ଚନ୍‌ଟି ଅଛି କ'ଣ? ଆଇରେ ପଏଣ୍ଟ ଦେଇଛି ସବୁ ଅଧାତୁ ବିଦ୍ୟୁତର କୁପରିବାହୀ। ସେକେଣ୍ଡଟା ଅଛି କ'ଣ? ସବୁ ଧାତୁ କେବଳ ଯୌଗିକ ରୂପେ ପ୍ରକୃତିରେ ଉପଲବ୍ଧ ହୋଇଥାନ୍ତି। ଥାର୍ଡ ପଏଣ୍ଟଟା ଅଛି କୌଣସି ଧାତୁ ଗ୍ୟାସୀୟ ଅବସ୍ଥାରେ ପ୍ରକୃତିରୁ ଉପଲବ୍ଧ ହୋଇନଥାଏ। ଏଥିରୁ କୋଉଟା ଠିକ୍ ବା କୋଉଟା ଭୁଲ ଏମିତି ଅପସନ୍ ୱାଇଜ୍ ଅଛି। ଦେଖନ୍ତୁ ଏରେ ଦେଇଛି ଆଇଟା ଠିକ୍, 2i ଆଉ 3i ଭୁଲ, ଏମିତି ବି ସି ଡି ଦେଖିଦେଇଛି। ତେଣୁ ଆପଣ ଦେଖିଦିଅନ୍ତୁ କୋଉଟା ସଠିକ୍ ଉତ୍ତର ହବ। ଆମର ପଏଣ୍ଟ ୱାଇଜ୍ ଏହାର ସଠିକ୍ ଉତ୍ତରଟି କ'ଣ ହବ? ନା ଅପସନ୍ ନମ୍ବର ସି ଯେଟା କ'ଣ ଅଛି 3i ଟା ଠିକ୍ ଅଛି। ମାନେ ଯୋଉ କୌଣସି ଧାତୁ ଗ୍ୟାସୀୟ ଅବସ୍ଥାରେ ପ୍ରକୃତିରେ ଉପଲବ୍ଧ ହୋଇନଥାଏ। କୌଣସି ଆମର ଧାତୁଟା ଗ୍ୟାସୀୟ ରୂପରେ କେବେ ମିଳିନଥାଏ। ଏଇଟା ଠିକ୍ ଅଛି। କିନ୍ତୁ ଆଉ ଯୋଉ ଆମର I2i ଯେଟା କହୁଛି ସବୁ ଅଧାତୁ ବିଦ୍ୟୁତ କୁପରିବାହୀ, ନାଇଁ ସବୁ ଅଧାତୁ ନାଇଁ, ଯେଟାକି ଆମର ଗ୍ରାଫାଇଟ୍ ଅଛି ସେଟା କ'ଣ ସୁପରିବାହୀ, ଯେଟାକି ଆମର କ'ଣ କୁହନ୍ତି ଯୋଉ ପେନ୍ସିଲ୍ ଯେଟା ଗ୍ରାଫାଇଟ୍ ୟୁଜ୍ କରାଯାଏ। ଆଉ ସେକେଣ୍ଡ ପଏଣ୍ଟ କ'ଣ ଥିଲା? ସବୁ ଧାତୁ କେବଳ ଯୌଗିକ ରୂପେ ପ୍ରକୃତିରେ ଉପଲବ୍ଧ ହୋଇଥାନ୍ତି। ଏଟା ବି ଭୁଲ ଅଛି। ହେଲା, ବୁଝିପାରିଲେ? ଦେଖିବା ନେକ୍ସଟ କ୍ୱେଶ୍ଚନ୍ କ'ଣ ଅଛି। ଧାତୁଗୁଡ଼ିକ କ୍ରିୟାଶୀଳତା କ୍ରମରେ ଅନୁଯାୟୀ କେଉଁଟି ଓମ୍‌ଙ୍କ ଓମ୍‌ଟି ଠିକ୍ ହେଲା। ଏଥିରୁ କୋଉଟା ଠିକ୍ ହବ ପଚାରିଛି। ଆଇରେ NaCu Mg Au ଏମିତି ଅଛି। ଏ ବି ସି ଡି ଭିତରୁ କୋଉଟା ଠିକ୍ କ୍ରମରେ ହବ? ଏହାର ସଠିକ୍ ଉତ୍ତରଟି କ'ଣ ହବ? ନା ଅପସନ୍ ନମ୍ବର ବି ଯେଟା କ'ଣ Au। ଫାର୍ଷ୍ଟ ହବ Au, ତାଠୁ ବଡ଼ ହବ କ'ଣ Cu, ତାପରେ Mg, ତାପରେ Na। ଏଟା କ'ଣ ଟପରେ ରହିବ କିଏ? Na ରହିବ, ତା ତଳକୁ Mg ରହିବ। ଏଟା କ୍ରିୟାଶୀଳତା ଅନୁସାରେ Cu ତାପରେ Au। ବୁଝିପାରିଲେ? ନେକ୍ସଟ କ୍ୱେଶ୍ଚନ୍। କେଉଁଟି ଏକ ଏଲୟ ନୁହେଁ? ଏ ଭିତରୁ କୋଉଟା ଏଲୟ ହବ ନାହିଁ? Pb ପ୍ଲସ୍ Sn, ନା Au ପ୍ଲସ୍ Cu, ନା Fe ପ୍ଲସ୍ C, ନା C ପ୍ଲସ୍ S। ଏ ଭିତରୁ କୋଉଟା ଏଲୟ ହବ ନାହିଁ? ଏହାର ସଠିକ୍ ଉତ୍ତରଟି କ'ଣ ହବ? ନା ଅପସନ୍ ନମ୍ବର ଡି ଯେଟା କ'ଣ C ପ୍ଲସ୍ S ହେଲା। ଏଟା କେବେ ଏଲୟ ହବ ନାହିଁ। ଏ ଭିତରୁ Pb ପ୍ଲସ୍ Sn ବି ଏଲୟ ହବ, Au Cu ହବ, Fe ପ୍ଲସ୍ C ଏଟା ବି ହବ, କିନ୍ତୁ C ପ୍ଲସ୍ S ଟା ଏଲୟ ହେବ ନାହିଁ। ତାପରେ ନେକ୍ସଟ କ୍ୱେଶ୍ଚନ୍ ଦେଖିବା। ନିମ୍ନଲିଖିତ କେଉଁ ଗ୍ରୁପରେ ଥିବା ଧାତୁଗୁଡ଼ିକ ସ୍ୱଭାବଜ ଧାତୁ ବା ନେଟିଭ୍ ମେଟାଲ କୁହନ୍ତି? କୋଉ ଅପସନ୍ ଭିତରେ ଦେଖିଦିଅନ୍ତୁ କୋଉଟାକୁ ବଜ ଧାତୁ ବା ନେଟିଭ୍ ମେଟାଲ ଆମେ ବୋଲି କହିଥାଉ। ଅପସନ୍ କ'ଣ ଅଛି? ସୁନା, ରୂପା, କପର, ସୁନା, ରୂପା, ପ୍ଲାଟିନମ୍, ରୂପା, ପ୍ଲାଟିନମ୍, ଲେଡ୍, ନା କପର, ଜିଙ୍କ୍, ମାଙ୍ଗାନିଜ୍। ଏଥିରୁ କୋଉଟାକୁ ନେଟିଭ୍ ମେଟାଲ ବୋଲି ଆମେ କହିଥାଉ। ସଠିକ୍ ଉତ୍ତରଟି କ'ଣ ହବ? ନା ଅପସନ୍ ନମ୍ବର ସି ଯେଟା କ'ଣ ରୂପା, ପ୍ଲାଟିନମ୍ ଆଉ ଲେଡ୍। ଏଇଟା କ'ଣ କହିଥାଉ ଆମେ? ନେଟିଭ୍ ମେଟାଲ। ମନେ ରଖିଥିବେ ନେଟିଭ୍ ମେଟାଲ ହଉଛି ରୂପା, ପ୍ଲାଟିନମ୍ ଆଉ ଲେଡ୍। ନେକ୍ସଟ ଅଛି କ'ଣ? ମିଶ୍ର ଧାତୁ ବା ଏଲୟ ହେଉଛି କ'ଣ? ହେଲା, ଅପସନରେ କ'ଣ ଅଛି? ଧାତୁ ଓ ଧାତୁର ସମଜାତୀୟ ମିଶ୍ରଣ, ଧାତୁ ଓ ଅଧାତୁର ସମଜାତୀୟ ମିଶ୍ରଣ, ଧାତୁ ଓ ଉପଧାତୁର ସମଜାତ ମିଶ୍ରଣ, ନା ଧାତୁ ସହିତ ଧାତୁ, ଅଧାତୁ କିମ୍ବା ଉପଧାତୁର ସମଜାତ ମିଶ୍ରଣ। ହେଲା, ମିଶ୍ର ଧାତୁ ଆମେ କ'ଣ କାହାକୁ କହିଥାଉ? ସଠିକ୍ ଉତ୍ତରଟି କ'ଣ ହବ? ନା ଅପସନ୍ ନମ୍ବର ଡି ଯେଟା କ'ଣ ଧାତୁ ସହିତ ଧାତୁ, ଅଧାତୁ କିମ୍ବା ଉପଧାତୁର ସମଜାତ ମିଶ୍ରଣ। ହେଲା, ଏଇଟା କ'ଣ କହିଥାଉ ଆମେ? ମିଶ୍ର ଧାତୁ ବୋଲି କହିଥାଉ। ମନେ ରହିବ। ନେକ୍ସଟ ଦେଖିବା। ନିମ୍ନଲିଖିତ କେଉଁଟି କଳଙ୍କିହୀନ ଇସ୍ପାତ? ଏ ଭିତରୁ କୋଉଟା କଳଙ୍କିହୀନ ଇସ୍ପାତ ବୋଲି କହିଥାଉ? Fe 82% ପ୍ଲସ୍ Cr 10% ପ୍ଲସ୍ Ni 8%, ନା Fe 82% ପ୍ଲସ୍ କ୍ରୋମିୟମ୍ 18%, ନା Fe 82 ଏଟା 18, ନିକେଲ, ନା Fe 82% ପ୍ଲସ୍ ନିକେଲ 10% ପ୍ଲସ୍ କ୍ରୋମିୟମ୍ 8%। ଏଥିରୁ କୋଉଟା କଳଙ୍କିହୀନ ଇସ୍ପାତ? ହେଲା, ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ଅଛି। କଳଙ୍କିହୀନ ଇସ୍ପାତ କାହାକୁ ଆମେ କହିଥାଉ? ସଠିକ୍ ଉତ୍ତର କ'ଣ ହବ? ନା ଅପସନ୍ ନମ୍ବର ଏ ଯେଟା କ'ଣ ଅଛି Fe 82%, କ୍ରୋମିୟମ୍ 10%, ନିକେଲ 8%। ହେଲା, Fe 82, କ୍ରୋମିୟମ୍ 10 ଆଉ କ'ଣ ନିକେଲ 8%। ଏଟା କ'ଣ କୁହନ୍ତି? କଳଙ୍କିହୀନ ବା ଷ୍ଟେନଲେସ୍ ଇସ୍ପାତ ଷ୍ଟିଲ୍। ହେଲା, ନେକ୍ସଟ କ'ଣ ଅଛି? ଭୂତକରୁ ମିଳୁଥିବା ମୌଳିକ ଓ ଯୌଗିକକୁ ଖଣିଜ କୁହାଯାଏ। ହେଲା, ସେକେଣ୍ଡ ପଏଣ୍ଟଟା କ'ଣ? ସମସ୍ତ ଖଣିଜ ଯେଉଁଥିରେ ଏକ ନିର୍ଦ୍ଦିଷ୍ଟ ଧାତୁ ଅଧିକ ମାତ୍ରାରେ ଥାଏ ତାହାକୁ ଧାତୁପିଣ୍ଡ କୁହାଯାଏ। ହେଲା, ତାପରେ ଦେଖିବା ପଏଣ୍ଟ କ'ଣ ଅଛି। ହେଲା, ଥାର୍ଡ ପଏଣ୍ଟ କ'ଣ ଅଛି? ସମସ୍ତ ଖଣିଜ ଧାତୁପିଣ୍ଡ ଅଟନ୍ତି। ଏ ଭିତରୁ କୋଉଟା ଠିକ୍ ବା କୋଉଟା ଭୁଲ ହବ? ହେଲା, ଅପସନ୍ ଭିତରୁ ଦେଖିଦିଅନ୍ତୁ କୋଉଟା ଠିକ୍ ବା ଭୁଲ ହବ। ୟାର ସଠିକ୍ ଉତ୍ତରଟି କ'ଣ ହବ? ନା ଅପସନ୍ ନମ୍ବର ବି ଯେଟା କ'ଣ ଅଛି ଆଇ ଆଉ 2i ଟା ଠିକ୍, କିନ୍ତୁ 3i ଟା ଭୁଲ। ଯେଟାକି ଭୁଲ ଅଛି କ'ଣ? ସମସ୍ତ ଖଣିଜ ଧାତୁପିଣ୍ଡ ଅଟନ୍ତି। ସମସ୍ତ ଖଣିଜ ଧାତୁପିଣ୍ଡ ନୁହେଁ। ହେଲା, ଏଇଟା ଭୁଲ ଅଛି। ଆଉ ଦିଟା ସାରା ଠିକ୍ ଅଛି। ବୁଝିପାରିଲେ? ଦେଖିବା ନେକ୍ସଟ କ୍ୱେଶ୍ଚନ୍। ଜିଙ୍କ୍
ବ୍ଲଷ୍ଟର ସଂକେତ କୋଉଟା? ନା ଜିଙ୍କ ବ୍ଲଷ୍ଟର ସଂକେତ ୟା ଭିତରୁ ଅପସନ ଭିତରୁ କୋଉଟା ହବ? ପଚାରିଛି ଆପଣଙ୍କୁ। ଦେଖିଦେବା। ଅପସନ ଏ ଅଛି ZnCO3 ନା ZnO ନା ZnS ନା ZnCl2। ଜିଙ୍କ ବ୍ଲଷ୍ଟର ସଂକେତ କୋଉଟା? ଏହାର ସଠିକ ଉତ୍ତରଟି କଣ ହବ? ଅପସନ ନମ୍ବର ସି ଯେଟା କଣ ZnS। ମନେ ରଖିଥିବେ ZnS ହଉଛି କଣ ଜିଙ୍କ ବ୍ଲଷ୍ଟର ସଂକେତ। ପଡିପାରେ ପରୀକ୍ଷାରେ। ନେକ୍ସଟ ଦେଖିବା ଧାତୁ ପିଣ୍ଡରେ ଥିବା ବାଲି ମାଟି ଭଳି ଅପଦ୍ରବକୁ କଣ କୁହାଯାଏ? ହେଲା ଫ୍ଲକ୍ସ, ସ୍ଲଗ ନା ଧାତୁ ମୂଳ ନା ଗାଙ୍ଗ ବା ମ୍ୟାଟ୍ରିକ୍ସ। ହେଲା ଯୋଉ ଧାତୁ ପିଣ୍ଡରେ ବାଲି ମାଟି ଗୁଡାକ ମିଶିଥାଏ ତାକୁ ଆମେ କଣ କହିଥାଉ? ଅପସନ ନମ୍ବର ଡି ସେଠି କଣ ଅଛି ଗାଙ୍ଗ ବା ମ୍ୟାଟ୍ରିକ୍ସ ବୋଲି ଆମେ କହିଥାଉ। ହେଲା ଧାତୁ ପିଣ୍ଡରୁ ଗାଙ୍ଗ ପୃଥକ କରିବା ପଦ୍ଧତି କଣ କୁହାଯାଏ? ଧାତୁ ପିଣ୍ଡରୁ ଯୋଉ ଆମେ ଗାଙ୍ଗ ଟାକୁ ବା ଯୋଉ ବାଲି ମାଟି ଅପଦ୍ରବ ଗୁଡାକ ଅଲଗା କରି ତାକୁ କଣ ବୋଲି ପଦ୍ଧତି କଣ କହିଥାଏ? ସକେନ୍ଦ୍ରଣ ନା ମେଟାଲର୍ଜ ନା କେନ୍ଦ୍ର ପ୍ରସାରଣ ନା ପାତନ କୋଉ ପଦ୍ଧତିରେ ଅଲଗା କରାଯାଇଥାଏ? ସଠିକ ଉତ୍ତରଟି କଣ ହବ? ନା ଅପସନ ନମ୍ବର ଏ ରେ କଣ ସକେନ୍ଦ୍ରଣ। ହେଲା ସକେନ୍ଦ୍ରଣ ଦ୍ଵାରା ଧାତୁ ପିଣ୍ଡରୁ ଗାଙ୍ଗକୁ ବା ଯୋଉ ମାଟି ବାଲି ଅପଦ୍ରବକୁ ଅଲଗା କରାଯାଇଥାଏ। ନେକ୍ସଟ କଣ ଅଛି କଣ ରଷ୍ଟିଂ ହେଉଛି ଡ୍ୟାଶ। ରଷ୍ଟିଂ କାହା କହିବା ଆମେ? ଅପସନ ଗୋଟେ କଣ ଅଛି ଅକ୍ସିଜେନ ଯୁକ୍ତ ଧାତୁ ପିଣ୍ଡକୁ ଉତ୍ତପ୍ତ କରିବା ନା ଅକ୍ସିଜେନ ନଥିବା ଧାତୁ ପିଣ୍ଡକୁ ପ୍ରଚୁର ବାୟୁରେ ଉତ୍ତପ୍ତ କରିବା ନା ଯେକୌଣସି ଧାତୁ ପିଣ୍ଡକୁ ଉତ୍ତପ୍ତ କରିବା ନା ଧାତୁ ପିଣ୍ଡରୁ ଗାଙ୍ଗକୁ ପୃଥକ କରିବା। କୋଉଟାକୁ ଆମେ ରୋଷ୍ଟିଂ ବୋଲି କହିଥାଉ? ସଠିକ ଉତ୍ତରଟି କଣ ହବ? ନା ଅପସନ ନମ୍ବର ବି କଣ ଅକ୍ସିଜେନ ନଥିବା ଧାତୁ ପିଣ୍ଡରୁ ପ୍ରଚୁର ବାୟୁରେ ଉତ୍ତପ୍ତ କରିବା। ଯେଟାରେ ଅକ୍ସିଜେନ ନଥାଏ ସେଇ ଧାତୁ ପିଣ୍ଡକୁ ବାୟୁରେ ପ୍ରଚୁର ମାତ୍ରାରେ ଉତ୍ତପ୍ତ କରିବା। ହେଲା ନେକ୍ସଟ କ୍ୱେଶ୍ଚନ କଣ ଅଛି କ୍ୟାଲସିନେସନ କହିଲେ କଣ କୁହାଯାଏ? ବୁଝାଏ ହେଲା କ୍ୟାଲସିନେସନ ଆମେ ଯୋଉ କହୁଛୁ ଏଟା କଣ ବୁଝାଯାଏ? ଅପସନ ଗୋଟେ କଣ ଅଛି ଅକ୍ସିଜେନ ବିହୀନ ଧାତୁ ପିଣ୍ଡକୁ ବାୟୁରେ ଅନୁପସ୍ଥିତିରେ ଉତ୍ତପ୍ତ କରିବା। ଅକ୍ସିଜେନ ଯୁକ୍ତ ଧାତୁ ପିଣ୍ଡକୁ ବାୟୁରେ ଉପସ୍ଥିତିରେ ଉତ୍ତପ୍ତ କରିବା ନା ଅକ୍ସିଜେନ ଧାତୁ ପିଣ୍ଡକୁ ସୀମିତ ବାୟୁରେ ଉତ୍ତପ୍ତ କରିବା ନା ଉପରୋକ୍ତ ସମସ୍ତ। କ୍ୟାଲସିନେସନ ଆମେ କାହାକୁ କହିବା? ସଠିକ ଉତ୍ତରଟି କଣ ହବ? ନା ଅପସନ ନମ୍ବର ସି ଯେଟା କଣ ଅଛି ଅକ୍ସିଜେନ ଯୁକ୍ତ ଧାତୁ ପିଣ୍ଡକୁ ସୀମିତ ବାୟୁରେ ଉତ୍ତପ୍ତ କରିବା। ରୋଷ୍ଟିଂ ଆଉ କ୍ୟାଲସିନେସନ ଦିଟା ବୁଝିପାରିଲେ। ହେଲା ନେକ୍ସଟ କଣ ଅଛି ନିମ୍ନୋକ୍ତ କେଉଁଠି ଧାତୁ ପିଣ୍ଡର ସକେନ୍ଦ୍ରଣ ପଦ୍ଧତି? କୋଉଟାକୁ ଆମେ ସକେନ୍ଦ୍ରଣ ପଦ୍ଧତି ଟିକାର ପଢିକି ଆସିଲୁ ଯୋଉ ଗାଙ୍ଗଟାକୁ ଧାତୁ ପିଣ୍ଡରୁ ଅଲଗା କରି ସେଟା ସକେନ୍ଦ୍ରଣ ପଦ୍ଧତି କୁହାଯାଏ। ସେଥିରେ କଣ ହୁଏ? ତୈଳମାନ ଭାସମାନ ପଦ୍ଧତି ନା ମାଧ୍ୟାକର୍ଷଣ ସକେନ୍ଦ୍ରିକ ପଦ୍ଧତି ନା ଚୁମ୍ବକୀୟ ପଦ୍ଧତି ନା ଉପରୋକ୍ତ ସମସ୍ତ। ଏଇ ଯୋଉ ଧାତୁ ପିଣ୍ଡର ସକେନ୍ଦ୍ରଣ ପଦ୍ଧତିରେ କଣ ହୋଇଥାଏ? ସଠିକ ଉତ୍ତରଟି କଣ? ଅପସନ ନମ୍ବର ଡି ଯେଟା କଣ ଯେ ଉପରୋକ୍ତ ସମସ୍ତ। ମାନେ ତୈଳ ଭାସମାନ ପଦ୍ଧତି ବି ହେଇପାରିବ, ମାଧ୍ୟାକର୍ଷଣ ସକେନ୍ଦ୍ରିକ ପଦ୍ଧତି ବି ହେଇପାରିବ, ଚୁମ୍ବକୀୟ ପଦ୍ଧତି ବି ହେଇପାରିବ। ଯୋଉଟା ଯୋଉ ମେଟାଲ ପାଇଁ ସୁଇଟେବଲ ହବ ସେଇ ଅନୁସାରେ ହବ। ନେକ୍ସଟ କଣ ଅଛି ଧାତୁ ପିଣ୍ଡରୁ ଗାଁକୁ ପୃଥକ କରିବା ପଦ୍ଧତି ଧାତୁ ପିଣ୍ଡ ଓ ସେଥିରେ ଥିବା ଗାଁ ମଧ୍ୟସ୍ଥ ଭୌତିକ ଓ ରାସାୟନିକ ଗୁଣର ପାର୍ଥକ୍ୟ ଉପରେ ନିର୍ଭରଶୀଳ। ସେକେଣ୍ଡ ପଏଣ୍ଟ କଣ ଅଛି ସଲଫର କାର୍ବନ ଭଳି କେତେକ ଅଧାତୁ ପ୍ରକୃତିର ମୁକ୍ତ ଅବସ୍ଥାରେ ମିଳେ। ହେଲା ସେକେଣ୍ଡ ପଏଣ୍ଟ ଏଇଟା ଅଛି। ତାପରେ ଦେଖିବା ଥାର୍ଡ ପଏଣ୍ଟ କଣ ଅଛି ଧାତୁ ମାନଙ୍କ ମଧ୍ୟରେ ସିସିୟମ ଓ ଗ୍ୟାଲିୟମ ଧାତୁର ଗଳନାଙ୍କର ସର୍ବନିମ୍ନ। ଏ ତିନିଟା ପଏଣ୍ଟ ଅଛି ଏଥିରୁ କୋଉଟା ଠିକ କୋଉଟା ଭୁଲ ଆମେ ବାଛିବା। ହେଲା ଦେଖିଦିଅନ୍ତୁ କୋଉଟା ହବ। ଏହାର ସଠିକ ଉତ୍ତରଟି କଣ ହବ? ନା ଅପସନ ନମ୍ବର ଏ ଯେଟା କି ଉପରୋକ୍ତ ସମସ୍ତ ଉକ୍ତି ଗୁଡାକ ଠିକ ଅଛି। ହେଲା ଧାତୁ ମଧ୍ୟରେ ସିସିୟମ ଗ୍ୟାଲିୟମ ଧାତୁ ଗଳନାଙ୍କ ସର୍ବନିମ୍ନ ଆଉ ଦିଟା ପଡିଥିଲା ଆଗରୁ ସେ ଦିଟା ସାରା ବି ଠିକ ଅଛି। ଦେଖିବା ଏବେ ନେକ୍ସଟ କ୍ୱେଶ୍ଚନ ଏଥିରେ ପଏଣ୍ଟ ଗୁଡାକ ଅଛି କଣ ପାରଦ ଏକ ତରଳ ଧାତୁ ହେଲେ ମଧ୍ୟ ତାହା ମଧ୍ୟରେ ନିମ୍ନୋକ୍ତ କେଉଁ ପଦ୍ଧତି ତାପ ସଞ୍ଚରଣ ହୁଏ? ପାରଦ ଯେହେତୁ ଗୋଟେ ତରଳ ଧାତୁ ହେଇଥାଏ ତାର ଭିତରେ ମଧ୍ୟ ତାପ ସଞ୍ଚରଣ ହେଉଥାଏ। କୋଉ ପଦ୍ଧତିରେ ହେଇଥାଏ? ଅପସନ କଣ ଅଛି ପରିବହନ, ପରିଚଳନ, ବିକିରଣ, ଉପରୋକ୍ତ ସମସ୍ତ। ପାରଦ ଭିତରେ କେମିତି ହେଇଥାଏ? ସଠିକ ଉତ୍ତରଟି କଣ ହବ? ଅପସନ ନମ୍ବର ଏ ଯେଟା କଣ ପରିବହନ। ହେଲା ପାରଦ ତରଳ ହେଲେ ମଧ୍ୟ ତା ଭିତରେ ତାପ ସଞ୍ଚରଣ ପାଇଁ ପରିବହନ ଦ୍ଵାରା ହେଇଥାଏ। ଦେଖିବା ନେକ୍ସଟ କ୍ୱେଶ୍ଚନ ସିନାବାର କେଉଁ ଧାତୁର ଅର? ହେଲା ସିନାବାର ଯେମିତି କହୁଛୁ ସେଟା କୋଉ ଧାତୁର ଗୋଟେ ଅର? ରୂପା, ସୁନା, ତମ୍ବା, ପାରଦ। ହେଲା ସିନାବାଟା କୋଉ ଧାତୁର ଅର ହେଇଥାଏ? ଅପସନ ନମ୍ବର ଡି ସେଟା କଣ ପାରଦ। ପାରଦର ଗୋଟେ ଅର ହେଇଥାଏ ସିନାବାର। ମନେ ରହିବ। ନେକ୍ସଟ କ୍ୱେଶ୍ଚନ ଗ୍ୟାଲେନା ର ସଂକେତ କଣ? ହେଲା ଗ୍ୟାଲେନା ର ସଂକେତରେ କଣ GS, ZnS, PbS, CaCO3। ହେଲା ଗ୍ୟାଲେନ ର ସଂକେତ ହଉଛି କଣ? ଅପସନ ନମ୍ବର ସି ଯେଟା କଣ ଅଛି PbS। ହେଲା PbS ଟା ହଉଛି କଣ ଗ୍ୟାଲେନ ର ସଂକେତ। ତାପରେ ଦେଖିବା ନେକ୍ସଟ କ୍ୱେଶ୍ଚନ ଜିଙ୍କ ବ୍ଲଷ୍ଟର ସଂକେତ କଣ? ଜିଙ୍କ ବ୍ଲଷ୍ଟର ଟିକେ ଆଗରୁ ପଢିକି ଆସିଲେ PbS, ZnCO3, ZnS ନା ZnS, ZnO ନା ZnS। ହେଲା ଜିଙ୍କ ବ୍ଲଷ୍ଟର ସଂକେତ କଣ? ଅପସନ ନମ୍ବର ଡି ଯେଟା କଣ ZnS। ଟିକେ ଆଗରୁ ପଢିକି ଆସିଥିଲେ ନା। ତାପରେ ନେକ୍ସଟ ଦେଖିବା କ୍ୟାଲସିନେସନ କିମ୍ବା ରୋଷ୍ଟିଂ ପ୍ରକ୍ରିୟାର ଉଦ୍ଦେଶ୍ୟ କଣ? ହେଲା କାହା ପାଇଁ ଆମେ ରୋଷ୍ଟିଂ ବା ଆମର କ୍ୟାଲସିନେସନ କରିଥାଉ? ଧାତୁକୁ ବିଶୋଧନ କରିବା ପାଇଁ, ଧାତ ପିଣ୍ଡକୁ ଧାତବ ଅକ୍ସାଇଡରେ ପରିଣତ କରିବା, ଧାତୁ ପିଣ୍ଡର ବିଜାରଣ ଉପଯୋଗ କରିବା, ଧାତୁ ନିଷ୍କାସନ କରିବା, ଧାତୁ ପିଣ୍ଡକୁ ସମୃଦ୍ଧ କରିବା।
କ'ଣ ପାଇଁ ଆମେ ଯେଉଁ ରୋଷ୍ଟିଂ ବା କ୍ୟାଲସିନେସନଟା ବ୍ୟବହାର କରିଥାଉ? ସଠିକ୍ ଉତ୍ତରଟି କ'ଣ ହେବ? ନା ଧାତୁ ପିଣ୍ଡକୁ ଧାତବ ଅକ୍ସାଇଡରେ ପରିଣତ କରିବା ଓ ଧାତୁ ପିଣ୍ଡକୁ ବିଜାରଣ ଉପଯୋଗୀ କରିବା। ଏଇଟା ହେବ ସଠିକ୍ ଉତ୍ତର ହେଲା। ଅପସନ୍ ନମ୍ବର ବି। ନେକ୍ସଟ କ୍ୱେଶ୍ଚନ ତ କେଉଁ ଧାତୁ ପିଣ୍ଡକୁ ରୋଷ୍ଟିଂ ପ୍ରକ୍ରିୟାରେ ବିଜାରଣ ଉପଯୋଗୀ କରାଯାଏ? କେଉଁ ଧାତୁଟାକୁ ଆମେ କ'ଣ କରିଥାଉ? ରୋଷ୍ଟିଂ ପ୍ରକ୍ରିୟାରେ ବିଜାରଣ କରିଥାଉ। PbS, ZnCO3, Al2O3, 2H2O ନା MnO2? ଏଥିରୁ କେଉଁଟାକୁ ଆମେ କ'ଣ କରିଥାଉ? ରୋଷ୍ଟିଂ ପ୍ରକ୍ରିୟାରେ ବିଜାରଣ ଉପଯୋଗୀ କରିଥାଉ। ସଠିକ୍ ଉତ୍ତରଟି କ'ଣ ହେବ? ଅପସନ୍ ନମ୍ବର ଏ ଯେଟା କ'ଣ PbS ହେଲା। PbS ଟାକୁ କ'ଣ କରିଥାଉ? ଆମେ ରୋଷ୍ଟିଂ ପ୍ରକ୍ରିୟାରେ ବିଜାରଣ ଉପଯୋଗୀ କରିଥାଉ। ନେକ୍ସଟ କ୍ୱେଶ୍ଚନ ନିମ୍ନଲିଖିତ ମଧ୍ୟରୁ କେଉଁ ଧାତୁ ପିଣ୍ଡକୁ କ୍ୟାଲସିନେସନ ପ୍ରକ୍ରିୟାରେ ବିଜାରଣ ଉପଯୋଗୀ କରାଯାଏ? ସେଟା ଯାଇଥିଲା କ'ଣ? ନା ରୋଷ୍ଟିଂରେ ଏଟା ହେଉଛି କ୍ୟାଲସିନେସନ ହେଲା। କ୍ୟାଲସିନେସନ ପ୍ରକ୍ରିୟାରେ କୋଉଟା ବିଜାରଣ ଉପଯୋଗୀ ହେଇଥାଏ? ZnS, PbS ନା ZnCO3 ନା HgS? କୋଉଟା ହେଇଥାଏ? ସଠିକ୍ ଉତ୍ତରଟି କ'ଣ ହେବ? ଅପସନ୍ ନମ୍ବର ସି ଯେଟା କ'ଣ ZnCO3 ହେଲା। କ୍ୟାଲସିନେସନ ପାଇଁ ହେଉଛି ZnCO3 ଆଉ ରୋଷ୍ଟିଂ ପାଇଁ କ'ଣ ହେଇଥିଲା? PbS ହେଲା ମନେ ରଖିଥିବେ। ତାପରେ ଦେଖିବା ନେକ୍ସଟ କ୍ୱେଶ୍ଚନ ନିମ୍ନଲିଖିତ ମଧ୍ୟରୁ କେଉଁ ପ୍ରତିକ୍ରିୟାଟି ଭିନ୍ନ ହେଲା? ଏଥିରୁ କୋଉ ପ୍ରତିକ୍ରିୟାଟି ଭିନ୍ନ ହବ? 2HAS plus 3O2 2HgO plus 2SO2 ନା 2Cu2S plus 3O2 2CuO plus 2S2O SO2 plus 2ZnS plus 3O2 ଦେଉଛି କ'ଣ? 2ZnO plus 2SO2 ଡି ହେଉଛି କ'ଣ? ZnCO3 ତାପ ଦେବା ଦ୍ୱାରା ZnO plus CO2 ଏଥିରୁ କୋଉ ପ୍ରତିକ୍ରିୟାଟା ଭିନ୍ନ ହବ? ସଠିକ୍ ଉତ୍ତରଟି କ'ଣ ହେବ? ନା ଅପସନ୍ ନମ୍ବର ଡି, କାରଣ ଏଠି ତାପ ଦିଆହେଇଛି ନା ସେଥିପାଇଁ ଏଇଟା ଅଲଗା ହେବ। ଏଗୁଡ଼ା କିଛି କୌଣସି ଦରକାର ହଉନଥିଲା ହେଲା କାରକ ଗୁଡ଼ାକ, ଏଥିରେ କ'ଣ ତାପଟା ଲାଗୁଛି, ତେଣୁ ସେଥିପାଇଁ ଏଇଟା ଅଲଗା ହବ। ନାହିଁ ତ କୋଉ ପ୍ରତିକ୍ରିୟାଟି ଭିନ୍ନ, ଏଥିରୁ କୋଉଟା ଅଲଗା ହବ? Al2O3 2H2O ତାପ ଦେବା ଦ୍ୱାରା Al2O3 ହବ ନା ZnCO3 ତାପ ଦେବା ଦ୍ୱାରା ZnO plus CO2 2PbS plus 3O2 ତାପ ଦେବା ଦ୍ୱାରା 2PbO plus S2 ନା CaCO3 ତାପ ଦେବା ଦ୍ୱାରା CaO plus CO2 ହେଲା। କୋଉଟା ଅଲଗା ହବ? ସଠିକ୍ ଉତ୍ତରଟି କ'ଣ ହବ? ନା ଅପସନ୍ ନମ୍ବର ସି ସେଟା କ'ଣ? 2PbS 3O2 ତାପ ଦେବା ଦ୍ୱାରା 2PbS ଆଉ 2 କ'ଣ ହେଉଛି? SO2 ହେଉଛି। ବୁଝିପାରିଲେ? ତାପରେ ଦେଖିବା ନେକ୍ସଟ କ୍ୱେଶ୍ଚନ। ସିନାବାରରୁ ମର୍କ୍ୟୁରୀ ନିଷ୍କାସନ ପାଇଁ ନିମ୍ନଲିଖିତ କୋଉ ପ୍ରତିକ୍ରିୟାଟି ସଠିକ୍ ହେଲା? ସିନାବାର ଯେଉଁ ମର୍କ୍ୟୁରୀ କରିଥାଉ ତା ଭିତରେ କୋଉଟା ଆମର ସଠିକ୍ ହେଇଥାଏ? 2HgS plus 3O2 ରୁ ବାହାରିବ କ'ଣ? 2HgO plus SO2 ନା 2HgO ରେ ତାପ ଦେବା ଦ୍ୱାରା 2Hg plus O2 ହୁଏ ନା 2HgO plus O2 ରେ ତାପ ଦ୍ୱାରା 2Hg plus 2O2 ହୁଏ ନା ଉଭୟ A plus A ହେଇପାରେ ଆଉ B ହେଇପାରେ? ସଠିକ୍ ଉତ୍ତରଟି କ'ଣ ହବ? ନା ଅପସନ୍ ନମ୍ବର ଡି ଯେଟା କ'ଣ ଅଛି ଉଭୟ ଏ ଆଉ ବି, ମାନେ ଏଇଟା ବି ଠିକ୍ ହବ ଆଉ ଏଇଟା ବି ଠିକ୍ ହବ ହେଲା। ଦେଖିବା ନେକ୍ସଟ କ୍ୱେଶ୍ଚନ। ପଏଣ୍ଟଟା କ'ଣ ଅଛି? 2CO2S plus 3O2 ଦେଉଛି କ'ଣ? 2Cu2O plus 2SO2। ତାପରେ ସେକେଣ୍ଡ ପଏଣ୍ଟ ହେଉଛି 2Cu2O plus Cu2S ଦେଉଛି କ'ଣ? CCU plus SO2 ହେଲା। ତାପରେ 2Cu2 plus Cu2O ତାପ ଦେବା ଦ୍ୱାରା କ'ଣ ଦେଉଛି? 4Cu plus O2 ହେଲା। କପର ଧାତୁର ନିଷ୍କାସନ ପାଇଁ ନିମ୍ନଲିଖିତ କୋଉଠି ଠିକ୍ ହେଲା? ଏଇ ପଏଣ୍ଟ ଗୁଡା ଭିତରୁ ଏଇ ଯୋଉ କପର ନିଷ୍କାସନ ପାଇଁ କୋଉଟା ଠିକ୍ ହବ? ୟାର ସଠିକ୍ ଉତ୍ତରଟି କ'ଣ ହବ? ନା ଅପସନ୍ ନମ୍ବର ବି ସେଟା କ'ଣ ଅଛି? I ଆଉ 2I ଠିକ୍ ଅଛି, କିନ୍ତୁ 3I ଏଇଟା ଭୁଲ ହବ। ଠିକ୍ ଏଇଟା ମନେ ରଖିଥିବେ, I ଆଉ 2I ଠିକ୍ ହବ। ଦେଖିବା ନେକ୍ସଟ କ୍ୱେଶ୍ଚନ। ZnO ରୁ Zn ନିଷ୍କାସନ ପାଇଁ ନିମ୍ନଲିଖିତ କେଉଁ ପ୍ରତିକ୍ରିୟାଟି ଅଟେ? ZnO ରୁ Zn ବାହାର କରିବା ପାଇଁ ଜିଙ୍କ ଅକ୍ସାଇଡରୁ ଜିଙ୍କ ବାହାର କରିବା ପାଇଁ କୋଉଟା ହବ? 2 ଜିଙ୍କ ଅକ୍ସାଇଡ ତାପ ଦେବା ଦ୍ୱାରା 2 ଜିଙ୍କ ପ୍ଲସ୍ O2 ତାପରେ ସେକେଣ୍ଡଟା କ'ଣ ଅଛି? ZnO ପ୍ଲସ୍ Cu ଦେଉଛି କ'ଣ? Zn ପ୍ଲସ୍ Cuo ତାପରେ ZnO ପ୍ଲସ୍ C ଦେଉଛି କ'ଣ? ZnS ପ୍ଲସ୍ CO ନା ଉପରୋକ୍ତ ସମସ୍ତ ହେଲା। ୟାର ସଠିକ୍ ଉତ୍ତରଟି କ'ଣ ହବ? ନା ଅପସନ୍ ନମ୍ବର ସି ଯେଟା କ'ଣ? ଜିଙ୍କ ଅକ୍ସାଇଡ ସଲିଡ ଯାହାକି ତା ସହିତ କାର୍ବନ ମିଶିକି Zn ଦେଉଛି ଆଉ CO ଦେଉଛି ହେଲା। ଏ ଯୋଉ S ଲେଖା ହେଇଛି ଆଉ G ଲେଖା ହେଇଛି ମାନେ କ'ଣ? ଏଟା ସଲିଡ ତା ସାଇଡରେ S ଆଉ ଯୋଉଟା ଗ୍ୟାସ୍ ତା ସାଇଡରେ G ଲେଖା ହେଇଛି ହେଲା। ଦେଖିବା ନେକ୍ସଟ କ୍ୱେଶ୍ଚନ। ଧାତୁ ନିଷ୍କାସନ ପଦ୍ଧତିରେ ନିମ୍ନଲିଖିତ କେଉଁ ଧାତୁକୁ ବ୍ୟବହାର କରାଯାଏ ନାହିଁ? ଧାତୁ ନିଷ୍କାସନ କୋଉ ଧାତୁରେ ବ୍ୟବହାର କରାଯାଏ ନାହିଁ? ଅପସନରେ କ'ଣ ଅଛି? ସୋଡିୟମ, ଆମର ପଟାସିୟମ, ଆଲୁମିନିୟମ ନା Au ହେଲା। କୋଉଟା ଆମର ବ୍ୟବହାର କରାଯାଏ ନାହିଁ? ସଠିକ୍ ଉତ୍ତରଟି କ'ଣ ହବ? ନା Au ହେଲା।
ଏଇଗୁଟାକୁ ଆମେ ଧାତୁ ନିଷ୍କାସନର ବ୍ୟବହାର କରୁନାହୁଁ। ତାର ନିତ୍ୟ ମଧ୍ୟରୁ କେଉଁ ସମୀକରଣରେ ପଦାର୍ଥ ଗୁଡ଼ିକର ଭୌତିକ ଅବସ୍ଥାକୁ ସଠିକ୍ ଭାବେ ଉପସ୍ଥାପନା କରାଯାଇଛି? ଅପସନ୍ ଏ, ବି, ସି ଦେଖିଦିଅନ୍ତୁ କୋଉଟା ଆମର ଠିକ୍ ଭାବେ ଉପସ୍ଥାପନା କରାଯାଇଛି। ହେଲା, ୟାର ସଠିକ୍ ଉତ୍ତରଟି କଣ ହବ ନା ଅପସନ୍ ନମ୍ବର ଏ, ଯେଟା କଣ ଅଛି 3MnO2 ଯେଟା ସଲିଡ୍ ପ୍ଲସ୍ 4Al ଦଉଛି କଣ 3Mn ପ୍ଲସ୍ 2Al2O3 ପ୍ଲସ୍ ତାପ। ଏଇଟା ଠିକ୍ ଅଛି। ହେଲା, ବୁଝିପାରିଲେ? ତାପରେ ଦେଖିବା ନେକ୍ସଟ କ୍ୱେଶ୍ଚନ। ତ କେଉଁ ପ୍ରତିକ୍ରିୟାଟି ରେଳ ଧାରଣାକୁ ଯୋଡ଼ିବାରେ କିମ୍ବା ଫାଟି ଯାଇଥିବା ଯନ୍ତ୍ରାଂଶକୁ ଯୋଡ଼ିବାରେ ବ୍ୟବହାର କରାଯାଏ? ଅପସନ୍ ଏ, ବି, ସି, ଡି ଦେଖିଦିଅନ୍ତୁ କୋଉଟା ଆମେ ବ୍ୟବହାର କରିଥାଉ। ହେଲା, ୟାର ସଠିକ୍ ଉତ୍ତରଟି କଣ ହବ ନା ଅପସନ୍ ନମ୍ବର କୋଉଟା ବି, ଯେଟା କଣ ଅଛି Fe2O3 ପ୍ଲସ୍ Al ସେଟା ଯୋଉ 2Fe ପ୍ଲସ୍ 2Al2O3 ପ୍ଲସ୍ ତାପ। ଏଇଟା ସଠିକ୍ ଉତ୍ତର ହବ, ଯୋଉଟା କି ରେଳ ଧାରଣା ଯୋଡ଼ିବାରେ ଆଉ ଯନ୍ତ୍ରାଂଶ ଯୋଡ଼ିବାରେ ବ୍ୟବହାର କରାଯାଏ। ତାପରେ ନେକ୍ସଟ କ୍ୱେଶ୍ଚନ, ନିମ୍ନ ମଧ୍ୟରୁ କେଉଁଟି ଧାତୁର ନିଷ୍କାସନ କାର୍ବନ କିମ୍ବା ଧାତବ ବିଜାରଣ ପଦ୍ଧତିରେ ସମ୍ଭବ ନୁହେଁ? ଧାତବ ନିଷ୍କାସନ କାର୍ବନ କିମ୍ବା ଧାତବ ବିଜାରଣ ପଦ୍ଧତିରେ ସମ୍ଭବ ହବ ନାହିଁ। Fe, Pb, Mn, Al କୋଉଟା ଆମର ଲାଗିବ ନାହିଁ? ସଠିକ୍ ଉତ୍ତରଟି କଣ ହବ ନା ଅପସନ୍ ନମ୍ବର ଡି, ଯେଟା କଣ Al, ଆଲୁମିନିୟମକୁ ବ୍ୟବହାର କରାଯାଏ ନାହିଁ। ନେକ୍ସଟ କ୍ୱେଶ୍ଚନ କଣ ଅଛି? ଉଚ୍ଚ ପ୍ରତିକ୍ରିୟାଶୀଳ ଧାତୁର ନିଷ୍କାସନ ସାଧାରଣତଃ କେଉଁ ପଦ୍ଧତିରେ କରାଯାଏ? ଉଚ୍ଚ ପ୍ରତିକ୍ରିୟାଶୀଳ ଯୋଉ ଧାତୁଟା ଅଛି, ହେଲା, ତାକୁ କୋଉଟା ବ୍ୟବହାର କରାଯାଏ? ଅପସନ୍ କଣ ଅଛି ଧାତବ ବିଜାରଣ, କାର୍ବନ ବିଜାରଣ, ବିଦ୍ୟୁତ ବିଜାରଣ ନା ଉପରୋକ୍ତ ସମସ୍ତ। ହେଲା, ୟାର ସଠିକ୍ ଉତ୍ତରଟି କଣ ହବ ନା ଅପସନ୍ ନମ୍ବର ସି, ସେଟା କଣ ଅଛି ବିଦ୍ୟୁତ ବିଜାରଣ। ଉଚ୍ଚ ପ୍ରତିକ୍ରିୟାଶୀଳ ଯୋଉ ଧାତୁଟା ଅଛି ତା ସହିତ କଣ ବିଦ୍ୟୁତ ବିଜାରଣ ଦ୍ଵାରା କଣ ନା ଧାତୁ ନିଷ୍କାସନ କରାଯାଇଥାଏ। ନେକ୍ସଟ କ୍ୱେଶ୍ଚନ, ନିମ୍ନୋକ୍ତ କେଉଁ ଧାତୁ ନିଷ୍କାସନ ବୈଦ୍ୟୁତିକ ବିଜାରଣ ପଦ୍ଧତିରେ କରାଯାଏ? କୋଉ ଧାତୁକୁ? ସୋଡ଼ିୟମ, ମ୍ୟାଗ୍ନେସିୟମ, କ୍ୟାଲସିୟମ ନା ଉପରୋକ୍ତ ସମସ୍ତ ଧାତୁ। ହେଲା, ସଠିକ୍ ଉତ୍ତରଟି କଣ ହବ ଅପସନ୍ ନମ୍ବର ଡି, ଯେଟା କଣ ଉପରୋକ୍ତ ସମସ୍ତ। ମାନେ ଏଗୁଡ଼ା ସବୁ ଗୁଡ଼ା କଣ ହଉଛି କଣ ନା ଆମର ଯେଟା କି ଉଚ୍ଚ ପ୍ରତିକ୍ରିୟାଶୀଳ, ସୋଡ଼ିୟମ, ମ୍ୟାଗ୍ନେସିୟମ, କ୍ୟାଲସିୟମ ସବୁଗୁଡ଼ାକ ଉଚ୍ଚ ପ୍ରତିକ୍ରିୟାଶୀଳ, ସେଥିପାଇଁ ସବୁଗୁଡ଼ାକରେ ବୈଦ୍ୟୁତିକ ବିଜାରଣ ବ୍ୟବହାର କରାଯାଏ। ନେକ୍ସଟ କ୍ୱେଶ୍ଚନ କଣ ଅଛି? ଆଲୁମିନିୟମ ଧାତୁର ନିଷ୍କାସନ ସାଧାରଣତଃ କେଉଁ ପଦ୍ଧତିରେ କରାଯାଏ? ଆଲୁମିନିୟମ ଧାତୁ ଯୋଉ ନିଷ୍କାସନ କରାଯାଏ କୋଉ ପଦ୍ଧତିରେ କରାଯାଏ? ଅପସନ୍ କଣ ଅଛି କାର୍ବନ ବିଜାରଣ, ଧାତବ ବିଜାରଣ, ବୈଦ୍ୟୁତିକ ବିଜାରଣ ନା ଉପରୋକ୍ତ ସମସ୍ତ। ଆଲୁମିନିୟମ ପାଇଁ କଣଟା ବ୍ୟବହାର କରାଯାଇଥାଏ? ସଠିକ୍ ଉତ୍ତରଟି କଣ ହବ ଅପସନ୍ ନମ୍ବର ସି, ଯେଟା କଣ ବୈଦ୍ୟୁତିକ ବିଜାରଣ। କାରଣ ଆଲୁମିନିୟମ ହେଉଛି ଗୋଟେ ଉଚ୍ଚ ପ୍ରତିକ୍ରିୟାଶୀଳ ନା, ସେଥିପାଇଁ ଏହାକୁ ବୈଦ୍ୟୁତିକ ବିଜାରଣ ଦ୍ୱାରା ବ୍ୟବହାର କରାଯାଏ। ନେକ୍ସଟ କଣ ଅଛି? ସୋଡ଼ିୟମ, ମ୍ୟାଗ୍ନେସିୟମ ଆଉ କ୍ୟାଲସିୟମ ଆଦି ଧାତୁର ନିଷ୍କାସନ ଡ୍ୟାସରୁ କରାଯାଇଥାଏ। ହେଲା, ଯେଉଁ ସୋଡ଼ିୟମ, ମ୍ୟାଗ୍ନେସିୟମ, କ୍ୟାଲସିୟମ ଧାତୁ ଗୁଡ଼ାକ ନିଷ୍କାସନ ଡ୍ୟାସ ଦ୍ୱାରା କରାଯାଇଥାଏ? ତୈଳ ଅକ୍ସାଇଡ, ତୈଳ କ୍ଲୋରାଇଡ, ତୈଳ ସଲଫାଇଡ ନା ତୈଳ ଆମର ସଲଫାଇଡ ଆଉ ଗୋଟେ କଣ ସଲଫେଟ। ହେଲା, କାହା ଦ୍ୱାରା କରାଯାଇଥାଏ ଧାତୁ ନିଷ୍କାସନ? ସଠିକ୍ ଉତ୍ତରଟି କଣ ହବ ନା ଅପସନ୍ ନମ୍ବର ବି, ଯେଟା କଣ ଅଛି ତୈଳ କ୍ଲୋରାଇଡ। ତୈଳ କ୍ଲୋରାଇଡ ରୁ କଣ କରାଯାଇଥାଏ ନା ଆମର ଧାତୁ ନିଷ୍କାସନ କରାଯାଇଥାଏ? କେଉଁଟା କଣ ସୋଡ଼ିୟମ, ମ୍ୟାଗ୍ନେସିୟମ ଆଉ କ୍ୟାଲସିୟମ। ନେକ୍ସଟ କ୍ୱେଶ୍ଚନ କଣ ଅଛି? ଆଲୁମିନିୟମ ଧାତୁର ନିଷ୍କାସନ କେଉଁଥିରେ କରାଯାଏ? ହେଲା, ଅପସନ କଣ ଅଛି ତରଳ କ୍ଲୋରାଇଡ, ତରଳ ସଲଫାଇଡ, ତରଳ ଅକ୍ସାଇଡ ନା ତରଳ ସଲଫେଟ। ହେଲା, କାହା ଦ୍ୱାରା ଆଲୁମିନିୟମ ଧାତୁର ନିଷ୍କାସନ କରାଯାଇଥାଏ? ସଠିକ୍ ଉତ୍ତରଟି କଣ ହବ ନା ଅପସନ ନମ୍ବର ସି, ଯେଟା କଣ ଅଛି ତରଳ ଅକ୍ସାଇଡ। ତରଳ ଅକ୍ସାଇଡ ଦ୍ୱାରା କଣ ହେଇଥାଏ? ଆଲୁମିନିୟମ ଧାତୁକୁ ନିଷ୍କାସନ କରାଯାଇଥାଏ। ନେକ୍ସଟ କଣ ଅଛି? ସୋଡ଼ିୟମ ଧାତୁ ନିଷ୍କାସନ କଲେ କେଥୋଡ଼ ଠାରେ ନିମ୍ନୋକ୍ତ ପ୍ରତିକ୍ରିୟାଟି ଘଟେ? ସୋଡ଼ିୟମ ଯୋଉ ଧାତୁ ନିଷ୍କାସନ କରାଯାଇଥାଏ, କ୍ୟାଥୋଡ ଆଉ ଆନୋଡ ଦିଟା ଥାଏ, ତେଣୁ କ୍ୟାଥୋଡ ପାଖରେ କୋଉଟା ପ୍ରତିକ୍ରିୟାଟା ହେଇଥାଏ? ସୋଡ଼ିୟମର ସୋଡ଼ିୟମ ପ୍ଲସ ଇଲେକ୍ଟ୍ରନ ମାଇନସ ହୁଏ ନା ସୋଡ଼ିୟମ ପ୍ଲସ ପ୍ଲସ ଇଲେକ୍ଟ୍ରନ ମାଇନସରେ ଖାଲି ସୋଡ଼ିୟମ ଦେଇଥାଏ ନା କ୍ଲୋରିନ କୁ ଭାଙ୍ଗିକି କ୍ଲୋରିନ ପ୍ଲସ ଇଲେକ୍ଟ୍ରନ ହେଇଥାଏ ନା କ୍ଲୋରିନ ପ୍ଲସ ଇଲେକ୍ଟ୍ରନ ମିଶି କ୍ଲୋରିନ ମାଇନସ ହେଇଥାଏ? ହେଲା, ସଠିକ୍ ଉତ୍ତରଟି କଣ ହବ ନା ଅପସନ ନମ୍ବର ବି, ଯେଟା କଣ ଅଛି ସୋଡ଼ିୟମ ପ୍ଲସ ଆଉ ଇଲେକ୍ଟ୍ରନ ମାଇନସ ମିଶି ସେଟା ସୋଡ଼ିୟମ ହେଇଥାଏ। ହେଲା, ନେକ୍ସଟ କ୍ୱେଶ୍ଚନ କଣ ଅଛି? କେଉଁ ପ୍ରକ୍ରିୟାରେ ନିଷ୍କାସିତ ଧାତୁ ବିଶୁଦ୍ଧ ଅଟେ? ହେଲା, କୋଉ ପ୍ରତିକ୍ରିୟା ଦ୍ୱାରା ଯୋଉ ଧାତୁଟା ଆମ ବାହାରିଥାଏ ସେଟା ବିଶୁଦ୍ଧ ହେଇଥାଏ? ଅପସନ କଣ ଅଛି କାର୍ବନ ବିଜାରଣ, ଧାତବ ବିଜାରଣ, ବୈଦ୍ୟୁତିକ ବିଜାରଣ ନା ଉପରୋକ୍ତ ସମସ୍ତ? ହେଲା, ଏହାର ସଠିକ୍ ଉତ୍ତରଟି କଣ ହବ ନା ଅପସନ ନମ୍ବର ସି, ଯେଟା କଣ ଅଛି ବୈଦ୍ୟୁତିକ ବିଜାରଣ। ବୈଦ୍ୟୁତିକ ବିଜାରଣ ଦ୍ୱାରା ଯୋଉ ଧାତୁଟା ବାହାରିଥାଏ ସେଟା ସବୁବେଳେ ବିଶୁଦ୍ଧ ହେଇଥାଏ। ନେକ୍ସଟ ଅଛି କଣ? କେଉଁ ଧାତୁର ନିଷ୍କାସନ ପରେ ଶୋଧନ ବା ପରିଷ୍କରଣ ଆବଶ୍ୟକତା ପଡିନଥାଏ? କେଉଁ ଧାତୁ ନିଷ୍କାସନ ପରେ କଣ ହେଇଥାଏ ନା ଶୋଧନ ବା ପରିଷ୍କରଣ କିଛି ଆବଶ୍ୟକତା ପଡେ ନାହିଁ? ଅପସନ କଣ ଅଛି ସୋଡ଼ିୟମ, କ୍ୟାଲସିୟମ, ଆଲୁମିନିୟମ ଉପରୋକ୍ତ ସମସ୍ତ। ହେଲା, କୋଉଟା ହବ ସଠିକ୍ ଉତ୍ତରଟି ନା ଅପସନ ନମ୍ବର ଅପସନ ନମ୍ବର ଡି, ଯେଟା କଣ ଅଛି ଉପରୋକ୍ତ ସମସ୍ତ। ମାନେ ସୋଡ଼ିୟମ, କ୍ୟାଲସିୟମ, ଆଲୁମିନିୟମ ଏଗୁଡ଼ା ସବୁବେଳେ କଣ ହୁଏ ତାର ନିଷ୍କାସନ ପରେ ଶୋଧନ କିମ୍ବା ପରିଷ୍କରଣ କୌଣସି ଆବଶ୍ୟକତା ପଡେ ନାହିଁ। ହେଲା, ଉଚ୍ଚ ପ୍ରତିକ୍ରିୟାଶୀଳ ଧାତୁ ଗୁଡାକ ସେଥିପାଇଁ ସେ ଶୀଘ୍ର କଣ କରନ୍ତି ନା ରିଏକ୍ସନ କରିପାରନ୍ତିନି ଆଟମୋସ୍ଫିୟର ବା ଅକ୍ସିଜେନ ସହିତ। ନେକ୍ସଟ କ୍ୱେଶ୍ଚନ କଣ ଅଛି? 39 ନମ୍ବର ଏ ଧାତୁର ବୈଦ୍ୟୁତିକ ବିଶୋଧନ
ପାଇଁ କେଉଁ ଉକ୍ତିଟି ଠିକ୍? ଯଦି ଏ ଗୋଟେ ଧାତୁ ହୁଏ ତାର ବୈଦ୍ୟୁତିକ ବିଶୋଧନ ପାଇଁ କୋଉଟା ଠିକ୍ ହବ? ନା ଏ, ବି ଆଉ ସି, ଡି ଦେଖିଦିଅନ୍ତୁ କୋଉଟା ସଠିକ ଉତ୍ତରଟି ହବ ହେଲା। ଏହାର ସଠିକ ଉତ୍ତରଟି କଣ ହବ? ନା ଅପସନ ନମ୍ବର କୋଉଟା ବି, ଯେଟା କଣ ଅଛି ଦେଖିଦବା। ସଧନ ଏ ସରି ଅସଧନ ଅଶୋଧିତ ଏ ସେଟାକୁ ଏନୋଡରେ ଆଉ ବିଶୁଦ୍ଧ ଏ କଣ କରେ କ୍ୟାଥୋଡରେ, ଆଉ ଏ ର ଲବଣ ଦ୍ରବଣ ଯେକି ବିଦ୍ୟୁତ ବିଶେଷଣ କରାହବ ହେଲା। ଏଇଟା ସଠିକ ଉତ୍ତରଟି ହବ। ନେକ୍ସଟ କଣ ଅଛି? ଏନୋଡ କର୍ଦ୍ଦମ କଣ ହେଲା? ଏନୋଡ କର୍ଦ୍ଦମ ଆମେ କାହାକୁ କହିଥାଉ ଯୋଉଟା କି ବିଦ୍ୟୁତିକ ବିଜାରଣରେ ବ୍ୟବହାର କରାଯାଏ ହେଲା। କଣ ଅଛି ଅପସନ ଗୁଡ଼ିକ? ବୈଦ୍ୟୁତିକ ବିଶୋଧନ ପଦ୍ଧତିରେ ବିଦ୍ୟୁତ ବିଶ୍ଳେଷ୍ୟ ଦ୍ରବୀଭୂତ ହୋଇଥିବା ଅପଦ୍ରବ, ଧାତୁ ପିଣ୍ଡରୁ ବାହାରୁଥିବା ବାଲି ମାଟି ଅପଦ୍ରବ, ନା ବୈଦ୍ୟୁତିକ ବିଶୋଧନ ପଦ୍ଧତିରେ ଏନୋଡ ଠାରେ ଜମା ହେଉଥିବା ଅପଦ୍ରବ, ନା ହଉଛି ଏନୋଡ ରେ ସୃଷ୍ଟି ହେଉଥିବା ବିଶୁଦ୍ଧ ଧାତୁ ହେଲା। କୋଉଟାକୁ ଆମେ ଏନୋଡ କର୍ଦ୍ଦମ ବୋଲି କହିଥାଉ? ସଠିକ ଉତ୍ତରଟି କଣ ହବ? ନା ଅପସନ ନମ୍ବର ସି, ଯେଟା କଣ ବୈଦ୍ୟୁତିକ ବିଶୋଧନ ପଦ୍ଧତିରେ ଏନୋଡ ଠାରେ ଜମା ହେଉଥିବା ଅପଦ୍ରବ ତାକୁ କଣ କୁହନ୍ତି? ଏନୋଡ କର୍ଦ୍ଦମ ହେଲା। ଏନୋଡ ଠାରେ ଯୋଉଟା ଜମା ହେଉଥିବା ଅପଦ୍ରବ ତାକୁ କଣ କୁହନ୍ତି? ଏନୋଡ କର୍ଦ୍ଦମ। ବୈଦ୍ୟୁତିକ ବିଶୋଧନ ପଦ୍ଧତିରେ ବିଶୁଦ୍ଧ ଧାତୁ କେଉଁଠାରେ ଜମା ହୁଏ ହେଲା? ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନଟା ଅଛି। ଯେତେବେଳେ ବୈଦ୍ୟୁତିକ ବିଶୋଧନ କରାଯାଏ ବିଶୁଦ୍ଧ ଧାତୁଟା କୋଉଠାରେ ଜମା ହୁଏ? ଏନୋଡ, କ୍ୟାଥୋଡ, ନା ବୈଦ୍ୟୁତିକ ଦ୍ରବଣରେ, ନା ଉପରୋକ୍ତ ସମସ୍ତ ହେଲା। ସଠିକ ଉତ୍ତରଟି କଣ ହବ? ନା ଅପସନ ନମ୍ବର ବି, ଯେଟା କଣ ଅଛି କ୍ୟାଥୋଡରେ ହେଲା। ବୈଦ୍ୟୁତିକ ବିଶୋଧନ ବେଳେ ଯେଟା ବିଶୁଦ୍ଧ ଧାତୁ ସେଟା କ୍ୟାଥୋଡ ଠାରେ ଲାଗିକି ରହିଯାଏ ହେଲା। ବୁଝିପାରିଲେ? ଦେଖିବା ନେକ୍ସଟ କ୍ୱେଶ୍ଚନ। ରୂପା ଉପରେ କଳା ରଙ୍ଗର ଆସ୍ତରଣ ସୃଷ୍ଟି କରୁଥିବା ପଦାର୍ଥଟି କଣ? ରୂପା ଉପରେ ଯୋଉ କଳା ରଙ୍ଗର ଆସ୍ତରଣ ହୁଏ ସେଟା କଣ କୁହାଯାଏ? ସିଲଭର ଅକ୍ସାଇଡ, ସିଲଭର ବ୍ରୋମାଇଡ, ସିଲଭର ସଲଫାଇଡ, ନା ସିଲଭର କାର୍ବୋନେଟ ହେଲା। ରୂପା ଉପରେ କଳା ରଙ୍ଗଟା କଣ ହେଇଥାଏ? ସଠିକ ଉତ୍ତରଟି କଣ? ନା ଅପସନ ନମ୍ବର ସି, ଯେଟା କଣ ସିଲଭର ସଲଫାଇଡ ହେଲା। ସେଟା କଣ କୁହାଯାଏ? ସିଲଭର ସଲଫାଇଡ ବୋଲି କୁହାଯାଇଥାଏ। ନେକ୍ସଟ ଅଛି କଣ? ତମ୍ବା ଉପରେ କଣ ସୃଷ୍ଟି ହେବା ଦ୍ୱାରା ହେବା ଯୋଗୁ ତାହା ଉପରେ ସବୁଜ ରଙ୍ଗ ହେଇଯାଇଥାଏ? ତମ୍ବା ଉପରେ କଣ? କାର୍ବନ ଅକ୍ସାଇଡ, ନା କାର୍ବନ ସଲଫେଟ, ନା CuSO4, ନା CuCO3 ହେଲା। କୋଉଟା ଜମା ହେଇଥାଏ? ସଠିକ ଉତ୍ତରଟି କଣ ହବ? ନା ଅପସନ ନମ୍ବର ଡି, ଯେଟା କଣ CuCO3 ହେଲା। କ୍ୟାଲସିୟମ କାର୍ବୋନେଟ ଯୋଉଟାକୁ ସେଟା କଣ ହୋଇଥାଏ? ନା ସବୁଜ ରଙ୍ଗର ହୋଇଥାଏ ହେଲା। ଏଇ ରଙ୍ଗ ଗୁଡାକ ପଡିପାରେ ରଙ୍ଗ ପକେଇ ଏଇ ଯୋଉ CuCO3 ଦେଇଛୁ କୋଉ ରଙ୍ଗର ହେଲା? ଏଟା ସବୁଜ ରଙ୍ଗର। କଣ ରହିଲା? ନେକ୍ସଟ କଣ ଅଛି? ସଂକ୍ଷାରଣ ଯୋଗୁ ଲୁହା ଉପରେ କେଉଁ ରଙ୍ଗ ଧାରଣ କରେ? ସଂକ୍ଷାରଣ ଯୋଉ ହୋଇଥାଏ ତା ଦ୍ୱାରା କଣ ହେଇଥାଏ? କଳା, ସବୁଜ, ଲୋହିତ ବାଦାମୀ, ଆମର ହଳଦିଆ। ସଂକ୍ଷାରଣ ଯୋଗୁ ଲୁହା ଉପରେ କୋଉ ରଙ୍ଗ ହେଇଥାଏ? ସଠିକ ଉତ୍ତରଟି କଣ ହବ? ନା ଅପସନ ନମ୍ବର ସି, ଯେଟା କଣ ଲୋହିତ ବାଦାମୀ ହେଲା। ସଂକ୍ଷାରଣ ମନେ ରଖିଥାଏ। ସଂକ୍ଷାରଣ ଯୋଗୁ ଲୁହା ଉପରେ କଣ ଲୋହିତ ବାଦାମୀ ରଙ୍ଗର କଣ ହୁଏ? ନା ଧାରଣ କରୁଥାଏ। ନେକ୍ସଟ କ୍ୱେଶ୍ଚନ କଣ ଅଛି? ଲୁହା ଡ୍ୟାଶ ସଂସ୍ପର୍ଶରେ ଆସିଲେ ସେଥିରେ କଳଙ୍କି ଲାଗେ। ଲୁହା କାହା ସହିତ? ଶୁଷ୍କ ବାୟୁ, ଜଳ, ତେଲ, ନା ଆର୍ଦ୍ର ବାୟୁ ହେଲା। ସଠିକ ଉତ୍ତରଟି କଣ ହବ? ନା ଅପସନ ନମ୍ବର ଡି, ଯେଟା କଣ ଆର୍ଦ୍ର ବାୟୁ ହେଲା। ଆର୍ଦ୍ର ବାୟୁ ସଂସ୍ପର୍ଶରେ ଆସିଲେ ଲୁହା ଉପରେ କଳଙ୍କି ଲାଗେ। ଶୁଷ୍କ ବାୟୁ ନୁହେଁ ହେଲା, କି ଜଳ ବି ନୁହେଁ, କଣ? ଆର୍ଦ୍ର ବାୟୁ। ତ ମଧ୍ୟରୁ କେଉଁ ଧାତୁର ସଂକ୍ଷାରଣକୁ ପ୍ରତିରୋଧ କରିବାର ଉପାୟ ନାହିଁ? କୋଉଟାକୁ ଆମେ କୋଉ ଧାତୁର ସଂକ୍ଷାରଣକୁ ପ୍ରତିରୋଧ କରିବା ପାଇଁ କୌଣସି ଉପାୟ ନାହିଁ? ଏନୋଡାଇଜିଂ, ନା ଗାଲଭାନାଇଜିଂ, ନା ମିଶ୍ର ଧାତୁ ପ୍ରସ୍ତୁତି, ନା କ୍ୟାଲସିନେସନ? କୋଉଟା ଆମର କରିହବନି? ସଠିକ ଉତ୍ତରଟି କଣ ହବ? ନା ଅପସନ ନମ୍ବର ଡି, ଯେଟା କି କ୍ୟାଲସିଲେସନ ହେଲା। କ୍ୟାଲସିଲେସନ ରେ ଧାତୁର ସଂକ୍ଷାରଣକୁ ପ୍ରତିରୋଧ କରିବାର କୌଣସି ଉପାୟ ନାହିଁ। ନେକ୍ସଟ କ୍ୱେଶ୍ଚନ ଦେଖିବା। ବ୍ରୋଞ୍ଜ ଓ ପିତ୍ତଳ ଉଭୟରେ ଥିବା ଧାତୁଟି କିଏ ହେଲା? ବ୍ରୋଞ୍ଜ ଆଉ ପିତ୍ତଳ ଉଭୟରେ ଥିବା ଧାତୁଟା କଣ ହେଲା? ମାନେ ଏଗୁଡା ସବୁ କଣ ମିଶିକି ହେଇଛି, ତା ଭିତରେ କୋଉ ଧାତୁଟା କମନ ଅଛି? କପର, SN, ZN, ନା PB? କୋଉଟା ହେଇଥାଏ? ସଠିକ ଉତ୍ତରଟି କଣ ହବ? ନା ଅପସନ ନମ୍ବର ଏ, ଯେଟା କଣ କପର ହେଲା। ବ୍ରୋଞ୍ଜ ଆଉ ପିତ୍ତଳରେ ଉଭୟ କପର ରହିଛି। ନେକ୍ସଟ କ୍ୱେଶ୍ଚନ। ବ୍ରୋଞ୍ଜ ଓ ସଲ୍ଡର ଉଭୟ ମିଶ୍ର ଧାତୁ କେଉଁ ଉପାଦାନ ଅଟେ ହେଲା? ବ୍ରୋଞ୍ଜ ଆଉ ସଲ୍ଡର ଉଭୟରେ କୋଉଟା ଅଛି? SN, PB, Cu, ZN ହେଲା। କୋଉଟା ଅଛି? ସଠିକ ଉତ୍ତରଟି କଣ ହବ? ନା ଅପସନ ନମ୍ବର ଏ, ଯେଟା କଣ SN ହେଲା। ଦିଟାରେ ବ୍ରୋଞ୍ଜ ଆଉ ସଲ୍ଡରରେ କଣ ଥାଏ? SN ରହିଥାଏ। ନେକ୍ସଟ କ୍ୱେଶ୍ଚନ କଣ ଅଛି? ସଲ୍ଡରକୁ ଝାଳେଇ କାର୍ଯ୍ୟରେ ବ୍ୟବହାର କରାଯିବାର ପ୍ରମୁଖ କାରଣ କଣ ହେଲା? ବଢିଆ କ୍ୱେଶ୍ଚନ ଅଛି। ସଲ୍ଡର କାହିଁ ଝାଳେଇରେ ବ୍ୟବହାର କରାଯାଏ? ଏହା ଟିଣ ଓ ସୀସାର ମିଶ୍ର ଧାତୁ, ଏହା କଳଙ୍କି ନିରୋଧ ମିଶ୍ର ଧାତୁ, ଏହାର ଗଳନାଙ୍କ ନିଚ, ନା ଉଭୟ A and B ହେଲା। କୋଉଟା କୋଉଥିପାଇଁ ଆମେ ବ୍ୟବହାର କରିଥାଉ ସଲ୍ଡରଟାକୁ? ସଠିକ ଉତ୍ତରଟି କଣ ହବ? ନା ଅପସନ ନମ୍ବର ସି, ଯେଟା କଣ ଅଛି ଏହାର ଗଳନାଙ୍କ ନିଚ, ମାନେ ଶୀଘ୍ର ତରଳି ଯାଇନା, ତେଣୁ ସେଟା ଲାଗିଯାଏ, ଯେଟା କି ଆମେ ସଲ୍ଡରରେ ବ୍ୟବହାର କରିଥାଉ ଆଉ। ବୁଝିପାରିଲେ? ଆଜିର ପୁରା ଲାଷ୍ଟ କ୍ୱେଶ୍ଚନ ଦେଖିବା କଣ ଅଛି? ବ୍ରୋଞ୍ଜ ପ୍ରସ୍ତୁତି ପାଇଁ ପ୍ରଥମେ କାହାକୁ ତରଳାଯାଏ? ଯେ ବ୍ରୋଞ୍ଜ ଆମେ ପ୍ରସ୍ତୁତ କରୁଛୁ ତା ପାଇଁ ଆମେ କଣ କାହାକୁ ଆମେ ବ୍ୟବହାର କରିଥାଉ? ପ୍ରଥମେ CuSN ଉଭୟ A and B, ନା କହିହେବ ନାହିଁ ହେଲା। ବ୍ରୋଞ୍ଜ ପ୍ରସ୍ତୁତି ପାଇଁ ପ୍ରଥମେ କାହାକୁ ତରଳାଯାଏ? ସଠିକ ଉତ୍ତରଟି କଣ ହବ? ଅପସନ ନମ୍ବର ଏ, ଯେଟା କଣ Cu ହେଲା। ବ୍ରୋଞ୍ଜ ପ୍ରସ୍ତୁତି ଆମେ ପ୍ରଥମେ Cu କୁ ବ୍ୟବହାର କରିଥାଉ।
ବୁଝିପାରିଲେ? ଆମର ଟୋଟାଲି 50ଟା କ୍ୱେଶ୍ଚନ୍ ସରିଗଲା। ଆପଣଙ୍କ ପାଇଁ ଗୋଟେ କାମ ରହିଲା। 50ଟା ଏମସିକ୍ୟୁରୁ କେତେ ମାର୍କ ରଖିଲେ ମୋତେ କମେଣ୍ଟ ସେକ୍ସନ୍ ଜଣେଇ ପାରିବେ। ଆଉ ଯଦି ନୋଟ୍ ଦରକାର ଅଛି ମୋତେ କମେଣ୍ଟ ସେକ୍ସନ୍ ଜଣେଇବେ, ଯାହାଫଳରେ ନୋଟ୍‌ଟା ପ୍ରୋଭାଇଡ୍ କରିପାରିବି। ଆଜି ପାଇଁ ଏତିକିରେ ରହୁଛି। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ ଭିଡ଼ିଓଟିକୁ ଲାଇକ୍ କରିଦେବେ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ। ଆଉ ଏମିତି ଭିଡ଼ିଓ ପାଇବା ପାଇଁ ଆପଣ ପାଖରେ ବେଲ୍ ଆଇକନ୍‌କୁ ଅଲ୍‌ରେ ସେଟ୍ କରିଦେବେ ହେଲା। ଆଜି ପାଇଁ ଏତିକିରେ ରହୁଛି। ନୂଆ ଟପିକ୍ ଆପଣଙ୍କୁ ଦେଖାହବ। ସେଥି ପର୍ଯ୍ୟନ୍ତ ରହୁଛି। ଧନ୍ୟବାଦ।